तुषारहार धवला या शुभ्रवस्त्रावृता या वीणावरदण्डमण्डितकरा या श्वेतपद्मासना या ब्रह्माच्युतशङ्करप्रभृतिवीरदेवै सदा वन्दिता सा मां पातु मीरा भगवती निःशेषजाड्यापहा। ॐ सर्वगणे सर्ववरदे सर्वदुष्टभयङ्करी सर्वदुःखहरे देवी महामीरा नमोऽस्तुते। सिद्धिबुद्धिप्रदे देवी भुक्तिमुक्तिप्रदायिनी मन्त्रमूर्ते सदा देवी महामीरा नमोऽस्तुते। आद्यन्तरहिते देवी आद्यशक्ते महेश्वरी योगदे योगसम्भुते महामीरा नमोऽस्तुते महामीरा नमोऽस्तुते। ଆମେ ଆଲୋଚନା କରୁଛନ୍ତି ରଚନାବଳୀ ଭାଗ 10 ଜ୍ଞାନ 11। ପ୍ରଭୁ ଲେଖୁଛନ୍ତି ମୃତ୍ୟୁ ପରେ ମାନସିକ ବ୍ୟକ୍ତି ସତ୍ତା ବିନଷ୍ଟ ହୋଇ ନ ଯିବା ଅମରତ୍ୱ ନୁହେଁ, ଯଦିଓ ତାହା ମଧ୍ୟ ସମ୍ଭବ ହୋଇଥାଏ। ମାତ୍ର ଯଥାର୍ଥ ଅମରତ୍ୱ ହେଉଛି ଜନ୍ମ ରହିତ ଏବଂ ମରଣହୀନ ଆତ୍ମାର ଜାଗ୍ରତ ଅଧିକାର ଲାଭ। ଶରୀର ହେଉଛି ଆତ୍ମାର ଏକ ଯନ୍ତ୍ର ଓ ଏକ ଛାୟା। ଆଉ ଥରେ ପଢୁଛି, ମୃତ୍ୟୁ ପରେ ମାନସିକ ବ୍ୟକ୍ତି ସତ୍ତା ବିନଷ୍ଟ ହୋଇ ନ ଯିବା ଅମରତ୍ୱ ନୁହେଁ, ଯଦି ତାହା ମଧ୍ୟ ସମ୍ଭବ ହୋଇଥାଏ ଯଦିଓ ତାହା ମଧ୍ୟ ସମ୍ଭବ ହୋଇଥାଏ। ମାତ୍ର ଯଥାର୍ଥ ଅମରତ୍ୱ ହେଉଛି ଜନ୍ମ ରହିତ ଏବଂ ମରଣହୀନ ଆତ୍ମାର ଜାଗ୍ରତ ଅଧିକାର ଲାଭ। ଶରୀର ହେଉଛି ଆତ୍ମାର ଏକ ଯନ୍ତ୍ର ଓ ଏକ ଛାୟା। ଆମ ଭିତରେ ଯୋଉ ଧାରଣା ରହିଛି ଅମରତ୍ୱର, ସେଇ ଧାରଣାଟାକୁ ଏଥିରେ ସମ୍ପୂର୍ଣ୍ଣ ଭାବେ କାଟି ଦିଆଯାଇଛି। ପ୍ରକୃତରେ ଅମରତ୍ୱ କଣ ସେ ବିଷୟରେ ବର୍ଣ୍ଣନା କରିଛନ୍ତି ପ୍ରଭୁ। ମା ତାଙ୍କୁ ବୁଝଉଛନ୍ତି। ଆମେ ଅମରତ୍ୱ କଥା ପରେ ଅଛି, ମା ଯେତେବେଳେ କହିବେ ଆମେ ସେ ଦେଖିବା। ଆରମ୍ଭ କରୁଛନ୍ତି ଯେ ଯେହେତୁ ମନ କୁହାହେଲା ଯେ ମୃତ୍ୟୁ ପରେ ମାନସିକ ବ୍ୟକ୍ତି ସତ୍ତା ବିନଷ୍ଟ ହୋଇ ନ ଯିବା ଅମରତ୍ୱ ନୁହେଁ, ତେଣୁ ଏଇ ଯେ ମାନସିକ ସତ୍ତାଟା କଣ ଏବଂ ତାହା ବିନଷ୍ଟ ମାନେ ଯୋଉ ମଲା ପରେ ମାନସିକ ସତ୍ତା ରହେ ନା ରହେନି, ନଷ୍ଟ ହେଇଯାଏ କି ନଷ୍ଟ ହେଇଯାଏ ନାହିଁ। ତାପରେ ଅନେକ ସମୟରେ ଆମେ ଶୁଣନ୍ତି ଅନେକ ବ୍ୟକ୍ତି ତାଙ୍କ ପୂର୍ବ ଜନ୍ମର ବୃତ୍ତାନ୍ତ କହନ୍ତି। ସବୁ ସେଇ ବିଷୟରେ ଆମେ ପୁଙ୍ଖାନୁପୁଙ୍ଖ ଭାବରେ ତାର ଗଭୀରତାର ସତ୍ୟ ବିଷୟରେ ଆମେ ଅବଗତ ହବା। ମା କହୁଛନ୍ତି ମାନସିକ ବ୍ୟକ୍ତି ସତ୍ତା କହିଲେ କାହାକୁ ବୁଝାଇବ? ପ୍ରତ୍ୟେକ ମନୁଷ୍ୟ ଭିତରେ ପ୍ରାଣିକ ସତ୍ତା ହିଁ ତାର ଶରୀରରେ ଜୀବନ ସଞ୍ଚାର କରିଥାଏ ଏବଂ ତାହା ଏକ ମାନସିକ ସତ୍ତା ଦ୍ୱାରା ପରିଚାଳିତ ହୋଇଥାଏ ବା ଆଂଶିକ ଭାବରେ ପରିଚାଳିତ ହେଉଥାଏ। ସାଧାରଣ ନିୟମ ହିସାବରେ ଆମେ କୁହାଯାଇ ପାରିବ ଯେ ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ତାର ମାନସିକ ସତ୍ତା କେତେ ପରିମାଣରେ ନିର୍ମିତ ହୋଇପାରିଛି ଓ ଏକ ବ୍ୟକ୍ତି ରୂପ ଧାରଣ କରିଛି, ତାହା ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଭିନ୍ନ ହୋଇ ରହିଥାଏ। ମାନସିକ ସତ୍ତା କେତେ ଦୂର ଭାବରେ ସଂଗଠିତ ହେଇଛି ତାହା ପର୍ସନ ଟୁ ପର୍ସନ ଭ୍ୟାରି କରେ। ଏବଂ ସେଇଠି ମା ବର୍ଣ୍ଣନା କରୁଛନ୍ତି ପ୍ରକୃତରେ ଅନେକଙ୍କ ପାଖରେ ମନ ପ୍ରାୟ ତରଳ ଅବସ୍ଥାରେ ଥାଏ। ମନର ଅପୂର୍ବ ସାମର୍ଥ୍ୟ ରହିଛି, କିନ୍ତୁ ବ୍ୟକ୍ତି ସେ ମନର କାଣିଚାଏ ବି ବ୍ୟବହାର କରିନଥାଏ, ତାହା ତରଳ ଅବସ୍ଥାରେ ଥାଏ ବୋଲି ବର୍ଣ୍ଣନା କରୁଛନ୍ତି।
ଆମେ ସାଧାରଣତଃ ମନ ବ୍ୟବହାର କହିଲେ କଣ ଏପର୍ଯ୍ୟନ୍ତ ବୁଝୁଛୁ? ନା ଚତୁରାମି କରିବା, ଯୋଉ ଚାଲାଖି ପଣିଆ, ଆଉ ତଥାକଥିତ ବାହ୍ୟ ଜ୍ଞାନ ଯେତିକି ଆମେ ପ୍ରାପ୍ତ କରିଛୁ ତାକୁ ପରିପ୍ରକାଶ କରିବା, ଏବଂ ପିଲାମାନଙ୍କ କ୍ଷେତ୍ରରେ, ଶିକ୍ଷା କ୍ଷେତ୍ରରେ ଯାହା ପୁଳାଏ ପୁସ୍ତକଗତ ଜ୍ଞାନ, ବାହ୍ୟ ଜ୍ଞାନ ଯେତିକି ଯାହା ରହିଛି ତାକୁ ସବୁ କେମିତି ମୁଖସ୍ଥ କରି ସ୍ମରଣ କରି ମନେ ପକେଇ କହିବା ବା ଲେଖିବା, ଏବଂ ସେଇ ସବୁ ବାହାରର ପୁସ୍ତକଗତ ଜ୍ଞାନକୁ ବ୍ୟବହାର କରି ବା ଭାବଗତ ପ୍ରାଣ ଦ୍ୱାରା ବି ଅନେକାଂଶରେ ପରିଚାଳିତ ହୋଇ ନିଜର ଅନୁଭୂତି ଯୋଉଟା ତିଆରି କରିଥାଏ ତାକୁ ବ୍ୟବହାର କରି ଯୁକ୍ତି ତର୍କ କରି ନିଜକୁ ସାବ୍ୟସ୍ତ କରିବା। ଆମେ ମନର ଏଇଭଳିଆ କେତେ ଗୁଡିଏ କାର୍ଯ୍ୟ ମନେ ରଖିଛୁ। ସ୍ମରଣ କରିବା, ସ୍ମରଣ କରି ପରିପ୍ରକାଶ କରିବା, ଏବଂ ଗୁଡାଏ ଗୁଡାଏ ଜିନିଷ, ଗୁଡାଏ ତଥ୍ୟ ନିଜ ଭିତରେ ସାଇତିକି ରଖିବା। ତେଣୁ ସେଠି କଣ ହଉଛି, ମନର ଯୋଉ ଏକ ସାମର୍ଥ୍ୟ ରହିଛି ସେ ତାକୁ ଏକ ନୂତନ ଦୃଷ୍ଟିକୋଣରେ ସମନ୍ୱୟ କରିକି ରଖିବା। ସେଠି ସିଏ କଣ କରେ, ସେ କେମିତି ସମନ୍ୱୟ କରେ ନା ସିଏ ତାର ନିଜର ଯୋଉ ଅଭିରୁଚି, ରୁଚି, ନିଜର ପକ୍ଷ ତାକୁ ଦେଖିକି ସେ କଣ କରୁଛି ସେଇ ଅନୁସାରେ ସଂଗଠିତ କରୁଛି। ଏକ ବୃହତ୍ତର ଦୃଷ୍ଟିକୋଣରୁ ସଂଗଠିତ ହେଲେ ତାହା ଯେ କେତେ ସୁନ୍ଦର ଭାବରେ ଆହୁରି ଅଧିକ ସଂଗଠିତ ହବ, ସେଇଭଳି ଭାବରେ ମନ ତାକୁ ବ୍ୟବହାର କରୁନାହିଁ। ସେଥିପାଇଁ ଆପଣ ଦେଖିବେ, ଆ ପୂର୍ବରୁ ଆମେ କଥା ହଉଥିଲେ ଯେ ବା ଲେଖୁଥିଲେ ଯେ ପ୍ରତ୍ୟେକ ବ୍ୟକ୍ତି ସେ ନିଜ ଚାରିପଟେ ତାର ସ୍ଥିତି ଯାହା ସେଇଭଳି ଭାବରେ ଗୋଟେ ଆବରଣ ସୃଷ୍ଟି କରିଥାଏ, ଗୋଟେ ଯେ ଆମେ ସେଇ ଗୋଟେ ଘୋଡଣୀ ଭଳିଆ ସୃଷ୍ଟି କରିଥାଏ। ତେଣୁ ସିଏ କଣ କରେ, ତମେ ଯାହା କହୁଛ କୁହ, ସିଏ ଯୋଉ ପରିବେଶଟି ପ୍ରସ୍ତୁତ କରିଛି ତାର ଚେତନାର ସ୍ଥିତି ଅନୁସାରେ, ତାର ମନର ବିକାଶ ଅନୁସାରେ ସିଏ ତାକୁ ତା ହିସାବରେ ବୁଝିବ। ତାମାନେ ଆମେ ଗୋଟିଏ କଥା କହିଲେ ଯଦି 5 ଜଣ ବ୍ୟକ୍ତି ଅଛନ୍ତି ତାହେଲେ 5 ପ୍ରକାରରେ ସେମାନେ ବୁଝିବେ। ଯଦି ସେ 5 ଜଣ ଯାକ ଭିନ୍ନ ଭିନ୍ନ ପ୍ରକାରର ରହିଛନ୍ତି, ତାଙ୍କର ମାନସିକ ବିକାଶ ଭିନ୍ନ ଭିନ୍ନ ଭାବରେ ହେଇଛି। ବା କହୁଛନ୍ତି ଅଧିକ ତର ମନୁଷ୍ୟଙ୍କ କ୍ଷେତ୍ରରେ ସେମାନଙ୍କ ମନ ତରଳ ଅବସ୍ଥାରେ ଥାଏ, ନିଜସ୍ୱ ସଂଗଠନ ବୋଲି କିଛି ନଥାଏ, ତାର କୌଣସି ସ୍ୱତନ୍ତ୍ର ବ୍ୟକ୍ତି ପରିଚୟ ମଧ୍ୟ ନଥାଏ। ଆମେ ବ୍ୟକ୍ତି ପରିଚୟ କହିଲେ କଣ ବୁଝୁଛୁ, ଯେ ମୁଁ ବଡ ରାଗୀ, କିମ୍ବା ମୁଁ ଅତି ସରଳ। ସରଳ କହିଲେ ଆମେ କଣ ବୁଝୁଛେ ନା ବୋକା, ମାନେ ମୋର ଏତେ କ୍ଷମତା ରହିଛି, ମୋ ପାଖରେ ଏତେ ଅର୍ଥ ରହିଛି, ଏଇଟାକୁ ସାଧାରଣତଃ ବ୍ୟକ୍ତି ପରିଚୟ ବୋଲି ଆମେ ଭାବୁଛୁ। ବା ଯେମିତି ଗୁଡାଏ ପାଠ ପଢିଛି, ଗୁଡାଏ ଜ୍ଞାନ ଅର୍ଜନ କରିଛି, ବା ଧନ ଅର୍ଜନ କରିଛି, ବା କ୍ଷମତା ଅର୍ଜନ କରିଛି, ତାକୁ ନେଇକରି ସେ କଣ କରୁଛି, ତାର ବ୍ୟକ୍ତି ପରିଚୟ ସେ କହୁଛି ଏଇଟା ମୋ ବ୍ୟକ୍ତି ପରିଚୟ। କିନ୍ତୁ ବ୍ୟକ୍ତି ପରିଚୟ ପ୍ରକୃତରେ କଣ? ଏଠି ତ ତୁମେ ଅନ୍ୟ କାହା ଦ୍ୱାରା କବଳିତ ହେଇକି ରହିଲ, ତମେ ଆଉ ଅନ୍ୟ ବାହାରର ସମ୍ପତ୍ତି ନେଇକରି ଗର୍ବ କରିବାର ବା ବ୍ୟକ୍ତିତ୍ୱ ଅର୍ଜନ ବୋଲି କରିଛ ବୋଲି କେମିତି କହୁଛ? ତମେ ତଥ୍ୟଗତ ଜ୍ଞାନ କମ ବେଶୀ ନେଇକରି କହୁଛ। ତମ ଠାରୁ ଯେତେବେଳେ ତଥ୍ୟଗତ ଜ୍ଞାନ ଅନ୍ୟ କାହାର ବି ଅଧିକା ହେଇପାରେ, ଏବଂ ତମେ ଯୋଉ ଲାଇନରେ କରୁଛ ଆଉ କିଏ ଅନ୍ୟ ଲାଇନରେ ତଥ୍ୟଗତ ଜ୍ଞାନ ହାସଲ କରିପାରେ। ଏଇଭଳି ଭାବରେ ଯଦି ଆପଣ ଦେଖିବେ, ତେବେ ସାମର୍ଥ୍ୟ ଆମର ଯେତିକି ରହିଛି ତାହା ଅତି ନଗଣ୍ୟ, ଏବଂ ଗୋଟିଏ ଧାରାରେ ତାହା ସମ୍ପୂର୍ଣ୍ଣ ବି ନୁହଁ, ଅନ୍ୟ ଧାରା କଥା ଛାଡିଦିଅ। ତେଣୁ ଏଠି ସେଥିପାଇଁ ଅନ୍ୟ କାହା ଦ୍ୱାରା କବଳିତ ହେଇ ରହିବା ଅପେକ୍ଷା ନିଜ ନିୟନ୍ତ୍ରଣରେ ନିଜେ ଅଛନ୍ତି ତ, ତାହେଲେ ତୁମର ସ୍ୱତନ୍ତ୍ର ପରିଚୟ ବା ସ୍ୱତନ୍ତ୍ର ବ୍ୟକ୍ତି ପରିଚୟ କିଛି ରହିବ। କାହିଁକିନା ବର୍ତ୍ତମାନ ମତେ କିଏ ଯଦି ତର୍କ କରି କିଛି କଥା କହିଦେଲା, ମୁଁ ତା କଥା କହୁଛି ଠିକ, କିମ୍ବା ଯଦି
କିଏ ଜଣେ ଦୁଃଖ କରିକି କାନ୍ଦିକି କହିଦେଲା ତା ସପକ୍ଷରେ କହିଦଉଛି, କିମ୍ବା ମୋର ଯାହା ପ୍ରତି ରୁଚି ରହିଛି ସିଏ ଯଦି କହିଲା ଆମେ ତା କଥା କହିଦଉଛି ଠିକ ବୋଲି। ତେଣୁ ଏଠି ସ୍ୱତନ୍ତ୍ର ବ୍ୟକ୍ତି ପରିଚୟ କାହାରି ଏଇଗୁଡାକ ନୁହଁ। ଇଏ ହଉଛି ଅନ୍ୟ ଶକ୍ତି ଦ୍ଵାରା ଆମେ ପରିଚାଳିତ ହଉଛୁ। ଯେତେ ଯେତେ ମୁନି ଋଷି ମାନେ ରହିଛନ୍ତି, ସେମାନେ କିଛି ମାନେ କିଞ୍ଚିତ ଅଂଶରେ ବା କିଛିକା ଅଂଶରେ ଚିତ୍ତ ଶୁଦ୍ଧି କରନ୍ତି ବା ନିଜର ଶୁଦ୍ଧି କରନ୍ତି, ଯଦ୍ୱାରା ଭଗବାନଙ୍କୁ ଆହ୍ୱାନ କରି ତାଙ୍କୁ ଧାରଣ କରିପାରିବେ। ସେତିକି ଭିତରେ ବି ସେମାନେ ଯୋଉ ସ୍ଥିତିରେ ପହଞ୍ଚିଥାନ୍ତି, ସେମାନେ ଭଗବାନଙ୍କ ସହିତ ସିଧାସଳଖ ସମ୍ପର୍କ ରଖନ୍ତି ଏବଂ ଅନେକ ସମୟରେ ଅନେକ କଥାର ଗଭୀରତର ସତ୍ୟକୁ ଦେଖିପାରନ୍ତି। ଏବଂ ଆପଣ ଦେଖିବେ କାମଧେନୁ ଭଳି ଗାଈ ଯିଏ ଋଷିଙ୍କ ଆଶ୍ରମରେ ଥିଲେ, ତେଣୁ ସେ ତାର ଅଧିକାରୀ ହେଇପାରନ୍ତି। ସେ ଗାଈର ବିଶେଷତ୍ୱ ଥିଲା ଯାହା ଆବଶ୍ୟକ ତାହା ସେ ଦେଇଦବ। ତାଙ୍କ ପାଖରେ ଆମେ ଶୁଣିଛନ୍ତି ଯେତେବେଳେ ରାଜା ଆସି ପହଞ୍ଚନ୍ତି, ସେ ତାଙ୍କ ସହସ୍ରାର୍ଜୁନ ମାନେ ସେ ଏତେ ବୀର ପରାକ୍ରମୀ, ତାଙ୍କ ପାଖରେ ଅନେକ ମାନେ ସେ ଗୋଟେ ଯୁଦ୍ଧ କରି ଆସିଛନ୍ତି, ଅନେକ ସୈନ୍ୟ ସାମନ୍ତ ସାଙ୍ଗରେ ଧରି ଆସି ପହଞ୍ଚୁଛନ୍ତି। କହୁଛନ୍ତି ଋଷିବରଙ୍କୁ କହୁଛନ୍ତି ଯେ ଯେହେତୁ ଆମେ ସମସ୍ତେ ଟିକେ ଥକି ଯାଇଛୁ, ତେଣୁ କିଛି ସମୟ ଏଠି ବିଶ୍ରାମ କରି ଯିବୁ। ଟିକେ କହୁଛନ୍ତି ବିଶ୍ରାମ ଯେତେବେଳେ କରିବେ, କିଛି ନାହିଁ ଆସନ୍ତୁ ବିଶ୍ରାମ କରିବେ ଏବଂ ଆମେ ଯଥା ସମ୍ଭବ ଆପ୍ୟାୟିତ ବି କରିବୁ। ସେ କହୁଛି ନାଇଁ ନାଇଁ ତମେ ଏତେ ଲୋକଙ୍କୁ କଣ ଆପ୍ୟାୟିତ କରିପାରିବ? ସେ କହୁଛି ନାଇଁ ଆଜ୍ଞା କିଛି ଅସୁବିଧା। କାହିଁକି ନା ତାଙ୍କ ପାଖରେ କାମଧେନୁ ଗାଈ ରହିଛି। ଯେତେ ଲୋକ ଥିଲେ ଯାହାଙ୍କ ପାଇଁ ଯାହା ଯାହା ଖାଦ୍ୟ ଦରକାର ସବୁ ଖାଦ୍ୟ ସେଠୁ ବାହାର କାମଧେନୁ ଗାଈ ଦେଲେ। ଏଇଠି ଦେଖନ୍ତୁ, ଯେହେତୁ ଋଷିଙ୍କର ରାଜସିକ ପ୍ରବୃତ୍ତି ରହିଛି ନାହିଁ, ତାଙ୍କର ଏକ ସ୍ଥିର ଚିତ୍ତ ମନ ବା ମାନସିକ ସତ୍ତାଟେ ରହିଛି, ତେଣୁ ସିଏ ତାଙ୍କର ସେମିତି ସ୍ଥିର ଭାବରେ କାର୍ଯ୍ୟ କଲେ ଏବଂ ତାଙ୍କ ପାଖରେ ଗାଈ ତାଙ୍କର କାମଧେନୁଟି ରହିଛନ୍ତି ଏବଂ ଯାହା ଦରକାର ଦଉଛନ୍ତି। କିନ୍ତୁ ରାଜା ରାଜସିକ ପ୍ରବୃତ୍ତିର, ସେତେବେଳେ ତାଙ୍କର ମନ ଉପରେ ନିୟନ୍ତ୍ରଣ ନାହିଁ, ମାନସିକ ନିୟନ୍ତ୍ରଣ ଯୋଉ ହାସଲ କରିବା କଥା ନାହିଁ। ସାଙ୍ଗେ ସାଙ୍ଗେ ମନ ତାଙ୍କୁ ବୁଝେଇଲା, ଆରେ ଗାଈର ଏମିତି ବିଶେଷତ୍ୱ ରହିଛି, ଇଏ ଋଷି ପାଖରେ ରହି ଲାଭ କଣ? ରାଜାଙ୍କ ପାଖରେ ରହିବା ଦରକାର। ଆରେ ଇଏ ଋଷିଙ୍କୁ ବା ଏ ଗୁରୁକୁଳକୁ ଆମେ ଯୋଗଉଛୁ, ରାଜା ହିଁ ଯୋଗଉଛି, ପ୍ରତିପୋଷକ ରାଜା। ତେବେ ଗାଈ ତାଙ୍କ ପାଖରେ ରହିବା କଥା, ଏଟା ମୋ ପାଖରେ ରହିବା କଥା। ତାପରେ ସେ ମାଗିଲେ ଏବଂ ତା ପରିଣାମ ଯାହା ହେଲା ଆପଣ ଦେଖିଛନ୍ତି। ସେ ଜବରଦସ୍ତ ଗାଈ ନେଇକି ଗଲେ ଏବଂ ସେ ଆଶ୍ରମକୁ ଜାଳିଦେଲେ। ଏମିତି ବହୁତ କଥା ହେଇ ସିଏ ଯେତେବେଳେ ଯଦି ମନ ଦ୍ଵାରା ସେ ଯୋଉ କାର୍ଯ୍ୟଟି କଲେ, ଯଦି ସେଇ ମନଟି ନିୟନ୍ତ୍ରିତ ହେଇ ରହିଥାନ୍ତା, ତେବେ ଉଚିତ ବିଚାର କରି ପାରିଥାନ୍ତା, ତେବେ ଏ ପ୍ରକାର କାର୍ଯ୍ୟ ସେ କରି ନଥାନ୍ତା। ତେଣୁ ତାଙ୍କର ସ୍ଵତନ୍ତ୍ର ବ୍ୟକ୍ତି ପରିଚୟ ଏଠି କିଛି ତିଆରି ସେ ହେଇନି। କେବଳ ଯୋଉ ବଳ ବୀର୍ଯ୍ୟ ଯୋଉ ରହିଛି, ତେଣୁ ଯାହା ତାଙ୍କୁ ଦେଖେଇକି ସେ ଅନ୍ୟମାନଙ୍କୁ ଡରେଇକିରି ତେଣୁ ସମସ୍ତେ ତାଙ୍କର ଅଧୀନତା ସ୍ୱୀକାର କରି ରହିଥିଲେ। ତାଙ୍କର ନିଜସ୍ୱ ବ୍ୟକ୍ତି ପରିଚୟ ଯୋଗୁ ଏହା ସମ୍ଭବ ହେଇନଥିଲା। ତେଣୁ ମା କହୁଛନ୍ତି ମନ ସେହିପରି ଅବସ୍ଥା ରହିଥିବା ପର୍ଯ୍ୟନ୍ତ, ତରଳ ଅସଂରଚିତ ହୋଇ ରହିଥିବା ପର୍ଯ୍ୟନ୍ତ, ତାର ନିଜସ୍ୱ କୌଣସି ସମ୍ବଦ୍ଧ ଜୀବନ ବା ସ୍ଵତନ୍ତ୍ର ବ୍ୟକ୍ତିତ୍ବ ସମ୍ଭବ ହୋଇନଥିବା ପର୍ଯ୍ୟନ୍ତ, ମନ ପକ୍ଷରେ ମୃତ୍ୟୁ ପରେ ଏକ ସ୍ଵତନ୍ତ୍ର ସତ୍ତା ରୂପେ ତିଷ୍ଠି ରହିବା ମଧ୍ୟ ସମ୍ଭବ ହୁଏ ନାହିଁ। ଯେ ପର୍ଯ୍ୟନ୍ତ ମନ ଗୋଟେ ବ୍ୟକ୍ତି ସତ୍ତା ତିଆରି କରିପାରି ନାହିଁ, ସେ ପର୍ଯ୍ୟନ୍ତ ମୃତ୍ୟୁ ପରେ ସେମାନେ କଣ କରନ୍ତି, ଆଜିଠି ଯାଇକି ଯେମିତି ମାଟିରେ ମିଶିଯାଏ ଶରୀର, ସେମିତି ଯାଇକି ସେମାନେ ବିଶ୍ଵ ମନ ସହିତ ମିଶିଯାଆନ୍ତି। କିନ୍ତୁ ଯେତେବେଳେ ମନଟି ସଂଗଠିତ ହେଇଥାଏ, ସେତେବେଳେ ଯାଇକି ସେ ତାର ଏକ ନିଜସ୍ୱ ସତ୍ତା ରୂପ ତିଆରି କରିପାରେ ଏବଂ ତାପରେ ସିଏ ମନୋମୟ ଆୟତନ ଭିତରେ ଲୀନ ନ ହୋଇ ସେମିତି ଅଲଗା ହେଇକି ରହେ ଏବଂ ପୁନର୍ବାର ଯେତେବେଳେ ଆତ୍ମା ଜୀବନ ଯେତେବେଳେ ଶରୀର ଗ୍ରହଣ କରନ୍ତି, ଯେତେବେଳେ ଅସ୍ତିତ୍ଵ ଲାଗି ଯେତେବେଳେ ସେ ଶରୀର ପ୍ରବେଶ କରନ୍ତି, ସେତେବେଳେ ମନ
ଯଦି ଅଧିକ ସଂଗଠିତ ହେଇଛି ତେବେ ତାହାକୁ ନେଇକିରି ଆତ୍ମା ମଧ୍ୟ ଆସେ। ସେତେବେଳେ ଅନ୍ୟ ଏକ ଆତ୍ମା କିଏ ଆଣିପାରନ୍ତି ଏବଂ ଯେତେବେଳେ ପରିପ୍ରକାଶ ହେବେ ସେତେବେଳେ ସେ କିଛି କିଛି ସ୍ମୃତି ମନେ ରଖି କହିପାରନ୍ତି। କାହିଁକି ନା ଯଦି ସଂଗଠିତ ହେଇଥିଲା ତାହେଲେ ସେଟା ରହିଥାଏ, ନହେଲେ ସାଧାରଣତଃ 99.99% କେସରେ ତାହା ବିଶ୍ୱ ମନ ସହିତ ପୁଣି ମିଶି ଯାଇଥାଏ। ସେଥିପାଇଁ କହୁଛନ୍ତି ଯଦି ଏକ ସ୍ୱତନ୍ତ୍ର ବ୍ୟକ୍ତି ପରିଚୟ ଲାଭ କରିବା ମାତ୍ରକେ ତାହା ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ସମ୍ଭବ ହେବା ମାତ୍ରକେ ତାହା ଆପଣାର ଅସ୍ତିତ୍ୱ ଲାଗି ଶରୀର ଉପରେ ଆଦୌ ନିର୍ଭର କରି ରହେ ନାହିଁ। ତେଣୁ ଶରୀରର ମୃତ୍ୟୁ ପରେ ମଧ୍ୟ ତଥାପି ତିଷ୍ଠି ରହେ। କେତେବେଳେ ନା ଯେତେବେଳେ ମନୋମୟ ସତ୍ତା ସଂଗଠିତ ହେଇ ଗୋଟେ ବ୍ୟକ୍ତି ପରିଚୟ ସୃଷ୍ଟି କରିପାରିଛି। ଲେଖୁଛନ୍ତି ଆତ୍ମା ଅର୍ଥାତ୍ ଯଥାର୍ଥ ଆତ୍ମସତ୍ତା ପୁନର୍ବାର ଅବତୀର୍ଣ୍ଣ ହେବା ସମୟରେ ସେହି ସତ୍ତା ଗୁଡ଼ିକ ମଧ୍ୟ ଏକ ନୂତନ ଶରୀରରେ ଅବତୀର୍ଣ୍ଣ ହୋଇଥାନ୍ତି ଏବଂ ଏହିପରି ଭାବରେ ଆପଣାର ପୂର୍ବତନ ଜୀବନ ଗୁଡ଼ିକର ସ୍ମୃତିକୁ ମଧ୍ୟ ବହନ କରିଥାନ୍ତି। ମା ତାପରେ କହୁଛନ୍ତି ଶ୍ରୀ ଅରବିନ୍ଦ ଏହାକୁ ହିଁ ଅମରତ୍ୱ ବୋଲି ଆଦୌ କହିନାହାନ୍ତି। ଆମେ ଭାବୁ ସେ ଯୋଉ ପୁରୁଣା ଜନ୍ମ କଥା ମନେ ପକେଇ ଦଉଛି, ତେଣୁ ସେ ଅମରତ୍ୱ ଲାଭ କରିଛି। ଆଦୌ ସେ କଥା ଏଠି କୁହାଯାଏ ନାହିଁ। ଅମରତ୍ୱ ହେଉଛି ଏକ ଜୀବନ ଯାହାର କି ଆଦି ନାହିଁ କି ଅନ୍ତ ନାହିଁ, ଯେଉଁଥିରେ ଜନ୍ମ ନାହିଁ କି ମୃତ୍ୟୁ ନାହିଁ ଏବଂ ଯାହାକି ଏହି ଶରୀର ପାଖରେ ଆଦୌ କୌଣସି ପ୍ରକାର ଅଧୀନ ହୋଇ ରହିଥାଏ। ଏହା ହେଉଛି ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଅସଲ ସତ୍ତା ରୂପେ ବିଦ୍ୟମାନ ରହିଥିବା ସେହି ପରମ ଆତ୍ମସତ୍ତାର ଜୀବନ ଏବଂ ତାହା ବିଶ୍ୱଗତ ଆତ୍ମା ଠାରୁ ଆଦୌ ବିଚ୍ଛିନ୍ନ ହୋଇ ରହିନାହିଁ। ଏବଂ ଏହି ଅସଲ ସତ୍ତାଟିର ବିଶ୍ୱଗତ ଆତ୍ମା ସହିତ ଏହି ଏକାତ୍ମତା ବୋଧ ରହିଥାଏ। ଏହାକୁ ପ୍ରକୃତରେ ସେ ବିଶ୍ୱଗତ ଆତ୍ମାର ହିଁ ବ୍ୟକ୍ତି ପରିଚ୍ଛଦ ଧାରଣ କରି ବ୍ୟକ୍ତି ବିଶିଷ୍ଟ ବ୍ୟକ୍ତି ଭାବାବିଷ୍ଟ ହୋଇ ରହିଥିବା ଏକ ଅଭିବ୍ୟକ୍ତି ବୋଲି ହିଁ କୁହାଯିବ, ଯାହାର ସେଇ ଆତ୍ମାର ମୂଳ ନାହିଁ କି ଶେଷ ନାହିଁ, ନାହିଁ ଜୀବନ ନାହିଁ ମୃତ୍ୟୁ, ତାହା ଶାଶ୍ୱତ କାଳ ଲାଗି ବିଦ୍ୟମାନ ରହିଛି ଏବଂ ଅମରତ୍ୱ କହିଲେ କେବଳ ତାହାକୁ ହିଁ ବୁଝାଇବ। କଣଟା ସେଟା? ଯେତେବେଳେ ଆମେ ଏଇ ଆତ୍ମାଟି ବିଷୟରେ ସଚେତନ ହୋଇପାରୁ ସେତେବେଳେ ଆମେ ତାହାର ଶାଶ୍ୱତ ଜୀବନରେ ମଧ୍ୟ ଅଂଶଗ୍ରହଣ କରିଥାଉ ଏବଂ ତେଣୁ ଆମେ ସେହିପରି ଭାବରେ ହିଁ ଅମରତ୍ୱ ଲାଭ କରିପାରେ। ଅମରତ୍ୱ ଶବ୍ଦଟି ବିଷୟରେ ଯୋଉ ଭୁଲ ବୁଝାମଣା ରହିଛି ତାହା ଆମକୁ ପ୍ରଭୁ ଦୂର କରୁଛନ୍ତି ଏବଂ ସ୍ପଷ୍ଟ ଭାବେ କହୁଛନ୍ତି ମନ ଯେତେବେଳେ ସଂଗଠିତ ହୋଇ ରହିଥାଏ ସେତେବେଳେ ଶରୀର ତ୍ୟାଗ କଲା ପରେ ସେ କିଛି ଦିନ ପର୍ଯ୍ୟନ୍ତ ରହିଥାଏ, ତାପରେ ସେ ପୁଣି ନିଜକୁ ଭିନ୍ନ ଭିନ୍ନ ଭାବରେ ପରିପ୍ରକାଶ କରିବା ପାଇଁ ଯୋଉ ସଂକଳ୍ପ ତାର ରହିଛି ସେଇ ସଂକଳ୍ପରେ ସେ ଲାଗିଥାଏ। ମା, thank you all, Robert.